रागदेशो विमुक्तेषु विषयानि इन्द्रियश्चरान् आत्मवश्ये विधेयात्मा प्रसादमधिगच्छति। ଭଗବାନ କହୁଛନ୍ତି, ଯିଏ ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ ପୂର୍ବକ ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରିପାରିଥାଏ, ସେ ଭଗବାନଙ୍କର ପୂର୍ଣ୍ଣ କୃପା ଲାଭ କରିପାରେ ଏବଂ ଏହିପରି ଭାବରେ ସେ ସମସ୍ତ ପ୍ରକାର ରାଗ ଏବଂ ଦ୍ୱେଷରୁ ମୁକ୍ତ ହୋଇଯାଏ। ଶ୍ରୋତାବନ୍ଧୁ, ପୂର୍ବରୁ ଏକଥା କୁହାଯାଇଛି ଯେ ବ୍ୟକ୍ତି କେତେକ କୃତ୍ରିମ ଉପାୟରେ ବାହ୍ୟତଃ ଇନ୍ଦ୍ରିୟ ସଂଯମ କରିପାରେ, କିନ୍ତୁ ଇନ୍ଦ୍ରିୟଗୁଡ଼ିକ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତି ନହେଲେ ଅଧପତିତ ହେବାର ବହୁତ ସମ୍ଭାବନା ଅଛି। ଯଦିଓ କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ଭୋଗ କଲା ଭଳି ବାହାରକୁ ଜଣାପଡ଼େ, ତଥାପି ସେ ସେପରି କରେ ନାହିଁ। ତା'ର କୌଣସି ପ୍ରକାର ଇନ୍ଦ୍ରିୟ ଭୋଗ ବା ଇନ୍ଦ୍ରିୟ କର୍ମ ପ୍ରତି ଆସକ୍ତି ନଥାଏ, କାରଣ ସେ କୃଷ୍ଣ ଚେତନାରେ ଥାଏ। କୃଷ୍ଣ ଚେତନାଶୀଳ ବ୍ୟକ୍ତି କେବଳ କୃଷ୍ଣଙ୍କ ସୁଖ ପାଇଁ ସର୍ବଦା ବ୍ୟସ୍ତ ଥାଏ। ଏତଦ୍‌ବ୍ୟତୀତ ଅନ୍ୟ କୌଣସି କର୍ମରେ ସେ ବ୍ୟସ୍ତ ନଥାଏ। ତେଣୁ ସେ ସମସ୍ତ ପ୍ରକାର ଆସକ୍ତିର ଊର୍ଦ୍ଧ୍ୱରେ ଥାଏ। ଯଦି ଶ୍ରୀକୃଷ୍ଣ ଇଚ୍ଛା କରନ୍ତି, ତାହେଲେ ଭକ୍ତ ସବୁକିଛି କରିପାରେ। ଯାହା ସାଧାରଣ ଲୋକ ପକ୍ଷରେ ଅସମ୍ଭବ, ତାହା ଭକ୍ତ ଅତି ସହଜରେ କରିପାରେ। ଯଦି ଶ୍ରୀକୃଷ୍ଣ ଇଚ୍ଛା ନ କରନ୍ତି, ତାହେଲେ ସେ ସେହି କାମ କରେ ନାହିଁ। ସାଧାରଣତଃ ସେ ଯାହା ଆତ୍ମସନ୍ତୋଷ ଲାଭ ନିମିତ୍ତ କରିଥାଏ, ସେ ପ୍ରକାର କର୍ମ ସେ କୃଷ୍ଣଙ୍କର ବିନା ଇଚ୍ଛାରେ କରେ ନାହିଁ। ତେଣୁ କରିବା ବା ନ କରିବା ତା ଇଚ୍ଛାରେ ନିର୍ଭର କରେ ନାହିଁ, ଭଗବାନଙ୍କ ଉପରେ ନିର୍ଭର କରେ। ତା ଉପରେ ତା'ର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ, କାରଣ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶରେ ହିଁ କର୍ମ କରିଥାଏ। ଏ ପ୍ରକାର ଚେତନା ଲାଭ କରିବା ଭଗବାନଙ୍କର ଅତୈକ କୃପା ଉପରେ ନିର୍ଭର କରେ। ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟ ପ୍ରଜାୟତେ ପ୍ରସନ୍ନଚେତସା ହ୍ୟାସୁ ବୃଦ୍ଧିଃ ପର୍ଯ୍ୟବେଷ୍ଟିତେ। ଭଗବାନ କହୁଛନ୍ତି, ଯେ ଏ ପ୍ରକାର ଦିବ୍ୟ ଚେତନାରେ ଅଛି, ତା'ର ଆଉ ଭୌତିକ ସ୍ଥିତିଜନିତ ତ୍ରିତାପ ନଥାଏ। ଏ ପ୍ରକାର ପରିତୃପ୍ତ ଅବସ୍ଥାରେ ଯେ ରହେ, ତା'ର ବୁଦ୍ଧି ଖୁବ୍ ଶୀଘ୍ର ସ୍ଥିର ହୋଇଯାଏ। ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାର୍ଯୁକ୍ତସ୍ୟ ଭାବନା ନ ଭାବାବୟତଃ ଶାନ୍ତିରଶାନ୍ତସ୍ୟ କୃତ ସୁଖମ୍। ଏଇଠାରେ ଭଗବାନ କହୁଛନ୍ତି, ଯେ ଦିବ୍ୟ ଚେତନାରେ ଅବସ୍ଥିତ ନାହିଁ, ତା'ର ମନ ସ୍ଥିର ନୁହେଁ କି ତା'ର ବୁଦ୍ଧି ମଧ୍ୟ ସ୍ଥିର ନୁହେଁ। ମନ ବୁଦ୍ଧି ସ୍ଥିର ନହେଲେ ଶାନ୍ତି ଲାଭର ସମ୍ଭାବନା ନାହିଁ। ଶାନ୍ତି ନଥିଲେ ସୁଖ ବି ମିଳିବ କିପରି? ଶ୍ରୋତାବନ୍ଧୁ, ବ୍ୟକ୍ତି କୃଷ୍ଣ ଚେତନାରେ ନ ରହିଲେ ଶାନ୍ତି ପାଇବାର ସମ୍ଭାବନା ନାହିଁ। ତେଣୁ ପଞ୍ଚମ ଅଧ୍ୟାୟରେ କୁହାଯାଇଛି ଯେ ଯେତେବେଳେ ବ୍ୟକ୍ତି ବୁଝିପାରେ ଶ୍ରୀକୃଷ୍ଣ ସମସ୍ତ ଯଜ୍ଞ ଓ ତପସ୍ୟା ଆଦିର ଫଳର ଭୋକ୍ତା ଅଟନ୍ତି ଏବଂ ସେ ସମସ୍ତ ଜଗତର ମହେଶ୍ୱର ଅଟନ୍ତି, ସେତେବେଳେ ବ୍ୟକ୍ତି ପ୍ରକୃତ ଶାନ୍ତି ଲାଭ କରିପାରିବ। ବହୁନାଂ ଜନ୍ମନାମନ୍ତେ ଜ୍ଞାନଂ ବାନ୍ମା ପ୍ରପଦ୍ୟତେ ବାସୁଦେବ ସର୍ଵମିତି ସ ମହାତ୍ମା ସୁଦୁର୍ଲଭଃ। ଏମିତି ବହୁତ ଜନ୍ମ ବିତିଗଲା ପରେ ସେ ଜାଣିପାରେ ଯେ ବାସୁଦେବ ଶ୍ରୀକୃଷ୍ଣ ହେଉଛନ୍ତି ସବୁକିଛି। ସେତେବେଳେ ସେ ଭଗବାନଙ୍କ ଶରଣରେ ଆସେ ଏବଂ ତା'ର ବୁଦ୍ଧି ସେତେବେଳେ ସ୍ଥିର ହୁଏ। ତେଣୁ ଯଦି ବ୍ୟକ୍ତି କୃଷ୍ଣ ଚେତନାରେ ନ ରହେ, ତାହେଲେ ମନର ଶେଷ ଆଶ୍ରୟସ୍ଥଳ ଆଉ କିଛି ହୋଇନପାରେ। ଏକ ଅନ୍ତିମ ଲକ୍ଷ୍ୟସ୍ଥଳର ଅଭାବ ହିଁ ସମସ୍ତ ଗୋଳମାଳର କାରଣ। ଯେତେବେଳେ ବ୍ୟକ୍ତି ନିଶ୍ଚିତ ଭାବେ ଜାଣିପାରେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତା, ମାଲିକ ଓ ପ୍ରତ୍ୟେକଙ୍କର ବନ୍ଧୁ, ସେତେବେଳେ ତା'ର ମନ ସ୍ଥିର ହୋଇଯାଏ ଏବଂ ଶାନ୍ତି ଲାଭ କରେ। ତେଣୁ ଯେ କୃଷ୍ଣଙ୍କ ସହ ଯୁକ୍ତ ନୁହେଁ, ଅର୍ଥାତ୍ କୃଷ୍ଣ ଭକ୍ତ ନୁହେଁ, ସେ ସର୍ବଦା ତ୍ରିତାପରେ ଦଗ୍ଧୀଭୂତ ଓ ଅଶାନ୍ତ। ସେ ଯେତେ ଶାନ୍ତିରେ ଥିଲା ଭଳି ଓ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କଲାଭଳି ଦେଖାଇ ହେଲେ ବି ସେ କଦାପି ଶାନ୍ତିରେ ନଥାଏ। କୃଷ୍ଣ ଚେତନା ସ୍ୱତଃ ପ୍ରକାଶମାନ
ଏକ ଶାନ୍ତିପୂର୍ଣ୍ଣ ଅବସ୍ଥା। ଏ ପ୍ରକାର ଅବସ୍ଥା କେବଳ କୃଷ୍ଣଙ୍କ ସହ ସମ୍ବନ୍ଧ ଯୁକ୍ତ ହେଲେ ହିଁ ମିଳେ, ଅର୍ଥାତ୍ କୃଷ୍ଣ ଭକ୍ତଙ୍କୁ ହିଁ ପ୍ରାପ୍ତ ହୁଏ। ଶ୍ରୋତାବନ୍ଧୁ, ଏହି ଶ୍ଲୋକରେ କୁହାଯାଇଥିବା କଥାଟି ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ିଥାଏ। ଏହା କିପରି ପଡ଼ିଥାଏ, ଚାଲନ୍ତୁ ଶୁଣିବା। ଧରନ୍ତୁ ଆପଣ ଭଗବାନଙ୍କର ଭକ୍ତ ନୁହନ୍ତି, ଭଗବାନଙ୍କୁ ଭକ୍ତି କରୁନାହାନ୍ତି ଏବଂ ପୂଜା କରୁନାହାନ୍ତି ଏବଂ ଭଗବାନଙ୍କର ଶରଣରେ ନାହାନ୍ତି। ଯେତେବେଳେ ଆପଣଙ୍କର ସବୁ ବନ୍ଧୁ, ଆପଣଙ୍କର ସାଥୀ ଆପଣଙ୍କର ସାଥ ଦେବା ପାଇଁ ମନା କରିଦେବେ, ସେତେବେଳେ ଆପଣଙ୍କର କିଏ ଅଛି ଯେ ଆପଣଙ୍କୁ ସାଙ୍ଗ ଭଳି ସାହାଯ୍ୟ କରିବ ଏବଂ ଗୋଟିଏ ପୁଅ ଭଳି ରକ୍ଷା କରିବ? ଆମ ହାତରେ ଥିବା ସବୁ ସମ୍ପତ୍ତି ଯେତେବେଳେ ଖର୍ଚ୍ଚ ହୋଇଯାଏ, ସେତେବେଳେ ସେହି ସମ୍ପତ୍ତି କାମରେ ଆସେ। ସେ ହେଉଛନ୍ତି ଭଗବାନ। ଯଦି ତାଙ୍କୁ ଆମେ ସ୍ମରଣ କରୁଥିବା, ଭକ୍ତି କରୁଥିବା, ତାହେଲେ ତାଙ୍କୁ ଆମେ ଅନୁସରଣ କରିପାରିବା। ତାଙ୍କୁ ଆମେ ଜୋର ଦେଇ କିଛି ମାଗିପାରିବା ଏବଂ ଜୋର ଦେଇ ତାଙ୍କୁ ଆମେ ଆମକୁ କିଛି ଦେବା ପାଇଁ ଜବରଦସ୍ତି କରିପାରିବା। କୁହାଯାଇଛି, ଭାସି ଯାଉଥିବା ଲୋକଟି ଗୋଟିଏ ଛୋଟ କୁଟାକୁ ମଧ୍ୟ ଭରସା କରେ। ତେଣୁ ଆମର ପ୍ରତିଦିନର ଭଗବାନ ସେବା, ଭଗବାନଙ୍କର କର୍ମ ଆମକୁ ସମୟ ସମୟରେ ସୁଖ ଦିଏ। ଥରେ ଭଗବାନଙ୍କ ପାଦତଳେ ସବୁକିଛି ସମର୍ପଣ କରିଦିଅନ୍ତୁ। ଦେଖନ୍ତୁ ଆପଣଙ୍କର କି ଲାଭ ହେଉଛି। ଲାଭ କ୍ଷତି ହିସାବ କରିବା ତ ବେପାରର କାମ, କିନ୍ତୁ ଆପଣ ତ ବେପାରୀ ନୁହନ୍ତି, ଆପଣ ଜଣେ ଭକ୍ତ। ତେଣୁ ଲାଭ କ୍ଷତି ହିସାବ ନ କରି ଭଗବାନଙ୍କ ଶରଣରେ ଆସନ୍ତୁ ଏବଂ ଭଗବାନଙ୍କୁ ସବୁକିଛି ଅର୍ପଣ କରିଦିଅନ୍ତୁ। ହରେ କୃଷ୍ଣ।